ଆପଣମାନଙ୍କୁ ସ୍ୱାଗତ ମୋର ଆଉ ଏକ ନୂଆ ଭିଡ଼ିଓରେ। ଆଜି ଆମେ +3 4th ସେମିଷ୍ଟାରର ପ୍ରଥମ ଏକକ କୋରେଟର ପ୍ରଥମ ଏକକ ଯାହା ହେଉଛି ଲୋକ ସଂସ୍କୃତି ଓ ଲୋକ ସାହିତ୍ୟର ସଂଜ୍ଞା, ସ୍ୱରୂପ ଓ ପ୍ରକାରଭେଦ। ଏହି ଏକକର ଆଜି ଦୀର୍ଘଧର୍ମୀ ପ୍ରଶ୍ନୋତ୍ତରକୁ ଏକ ଆଲୋଚନା କରିବା। ତ ଆଜିର ପ୍ରଶ୍ନଟି ହେଉଛି ଓଡ଼ିଆ ଲୋକ ସଂସ୍କୃତିର ସଂଜ୍ଞା, ସ୍ୱରୂପ ଓ ଏହାର ବ୍ୟାପକତା ସମ୍ପର୍କରେ ଆଲୋଚନା କର। ସଂସ୍କୃତି ସହିତ ସାହିତ୍ୟର ନିବିଡ଼ ସମ୍ପର୍କ। ଜଣକ ବିନା ଅନ୍ୟର ସ୍ଥିତି ଅକଳ୍ପନୀୟ। ସମାଜରୁ ସୃଷ୍ଟି ହୁଏ ସଂସ୍କୃତି, ସଂସ୍କୃତିର ପ୍ରକାଶ ଘଟାଏ ସାହିତ୍ୟ। ସମାଜକୁ ମାର୍ଜିତ, ରୁଚିପୂର୍ଣ୍ଣ ଓ ସଂସ୍କାରିତ କରାଏ ସଂସ୍କୃତି। ସଂସ୍କୃତି ଅତୀତଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଲମ୍ବିତ। ଏହା ଏକ ସ୍ୱତନ୍ତ୍ର ଧାରା ଯାହା ସମାଜକୁ ଆବରି ବସେ ଏବଂ ସାହିତ୍ୟ ହେଉଛି ଏକ ବୃହତ୍ତର ସାମୂହିକ ଜୀବନ ଜଳବାୟୁର ଅଂଶ ଯାହାକୁ ସଂସ୍କୃତି ବୋଲି କୁହାଯାଏ। ଏହି ଜଳବାୟୁ ଅନ୍ତଃ ପରିବେଶ ଓ ବହି ପରିବେଶ ଉଭୟଟି ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କୁ ଗଢ଼ଣମାନ ଦେଇ ଗତି କରୁଥାଏ। ସଂସ୍କୃତିକୁ ନିର୍ଦ୍ଦିଷ୍ଟ ମାର୍ଗ ଦିଏ ଏବଂ ସାହିତ୍ୟ ସଂସ୍କୃତି ଲାଗି ସର୍ବଦା ଏକ ପ୍ରେରଣାତ୍ମକ ସାହଚର୍ଯ୍ୟ ଆଣି ଯୋଗାଇ ଦେଇଥାଏ। ଲୋକ ସଂସ୍କୃତିର ସଂଜ୍ଞା। ଲୋକ ସଂସ୍କୃତି ଫୋକଲୋର ଏକ ଯୁକ୍ତିଯୁକ୍ତ ସଂଜ୍ଞା ଏପର୍ଯ୍ୟନ୍ତ ସ୍ଥିରୀକୃତ ହୋଇପାରି ନାହିଁ। ଏଣୁ ମେରିଆଲିଜଙ୍କ ବିଖ୍ୟାତ ଲୋକ ସଂସ୍କୃତି ଅଭିଧାନରେ ବିଭିନ୍ନ ଲେଖକଙ୍କର 20ଟି ସଂଜ୍ଞା ପ୍ରଦତ୍ତ ହୋଇଛି। ସଂଜ୍ଞାଗୁଡ଼ିକ ପରସ୍ପରର ବିରୋଧୀ ନ ହେଲେ ମଧ୍ୟ କେଉଁଟି ସ୍ୱୟଂ ସମ୍ପୂର୍ଣ୍ଣ ନୁହେଁ। ତଥାପି ସଂଜ୍ଞାମାନଙ୍କରୁ ଲୋକ ସଂସ୍କୃତିର ସବିଶେଷ ତଥ୍ୟ ଓ ତତ୍ତ୍ୱ ଉଦ୍ଭାସିତ ହୋଇଉଠେ। ଆର୍ଚର ଟେଲରଙ୍କ ସଂଜ୍ଞାନୁସାରେ ଲୋକ ସଂସ୍କୃତି ହେଉଛି ମୌଖିକ ରୀତିରେ ବା ପ୍ରଥା ଓ ଚଳଣି ମାଧ୍ୟମରେ ଗଢ଼ି ଆସୁଥିବା ଉପାଦାନ। ଏଗୁଡ଼ିକ ଲୋକଗୀତ, କାହାଣୀ, ନାଁ ଦିଆ ଧନ୍ଦା, ପ୍ରବାଦ, ପ୍ରବଚନ ବା ମୌଖିକ ଧାରାରେ ପ୍ରଚଳିତ ଅନ୍ୟ ଉପାଦାନ ହୋଇପାରେ। ପାରମ୍ପରିକ ପଦ୍ଧତି ହୋଇପାରେ, ପାରମ୍ପରିକ ବିଶ୍ୱାସ ମଧ୍ୟ ହୋଇପାରେ। ଜୋନ୍ସ ବେଲିସଙ୍କ ମତରେ ଉଭୟ ଆଦିମ ଓ ସଭ୍ୟ ଜାତିର ପାରମ୍ପରିକ ସୃଷ୍ଟି ହିଁ ଲୋକ ସଂସ୍କୃତି। ଏଗୁଡ଼ିକ ଛନ୍ଦାୟିତ ଶବ୍ଦ ବା ଗଦ୍ୟମୟ ଭାଷାରେ ପ୍ରକାଶ ପାଇଥାଏ। ଲୋକବିଶ୍ୱାସ ବା ଅନ୍ଧବିଶ୍ୱାସ, ଚଳଣି ଓ ଅନୁଷ୍ଠାନ, ନୃତ୍ୟ ଓ ନାଟକ ରୂପରେ ମଧ୍ୟ ଦେଖା ଦେଇଥାଏ। ମାର୍କ ଏଡୱାର୍ଡ ଲିଚଙ୍କ ମତରେ ବିଭିନ୍ନ ପ୍ରଥା, ବିଶ୍ୱାସ, ଚଳଣି, କାହାଣୀ, ଯାଦୁ, ପ୍ରବାଦ, ପ୍ରବଚନ ଓ ଗୀତ ଆଦିକୁ ଚିହ୍ନିତ କରିବା ପାଇଁ ଏହା ଏକ ପର୍ଯ୍ୟାୟବାଚୀ ଶବ୍ଦ। ସଂକ୍ଷେପରେ କୌଣସି ଅକୃତ୍ରିମ ସହିତ ଜନଗୋଷ୍ଠୀର ସଂଗୃହୀତ ଜ୍ଞାନ ସମ୍ପଦ। 1987 ମସିହାରେ ୟୁନେସ୍କୋ କମିଟି ମତରେ ଲୋକ ସଂସ୍କୃତି ହେଉଛି ଗୋଷ୍ଠୀକେନ୍ଦ୍ରିକ, ପରମ୍ପରାଶ୍ରୟୀ ବ୍ୟକ୍ତି ସମୂହର ସୃଷ୍ଟି ଯେଉଁଥିରେ କି ଉକ୍ତ ଗୋଷ୍ଠୀର ସାଂସ୍କୃତିକ ସ୍ୱାତନ୍ତ୍ର୍ୟ ତାର ଆଶା ଆକାଂକ୍ଷା ରୂପରେ ବହୁ ଭାବରେ ପ୍ରତିଫଳିତ ହୋଇଥାଏ। ସେହି ସଂସ୍କୃତିର ମାନ ଓ ମୂଲ୍ୟବୋଧ ମୌଖିକ ରୀତିରେ ଅନୁକରଣ ଦ୍ୱାରା ବା ଅନ୍ୟ ମାଧ୍ୟମରେ ପ୍ରସାରିତ ହୋଇଥାଏ। ଏହା ଭାଷା, ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଖେଳ, ପୁରାଣ କଥା, କ୍ରିୟାକର୍ମ ପ୍ରଥା, ହସ୍ତଶିଳ୍ପ, ସ୍ଥାପତ୍ୟ ଓ ଅନ୍ୟାନ୍ୟ କଳା ରୂପରେ ପ୍ରକାଶ ପାଇଥାଏ। ଲୋକ ସଂସ୍କୃତିର ବ୍ୟାପକ ପରିସର ପ୍ରତି ଦୃଷ୍ଟି ଦେଲେ ଏହାର ସ୍ୱରୂପ ଅଧିକ ସ୍ପଷ୍ଟ ହେବ। ଲୋକ ସଂସ୍କୃତିର ସ୍ୱରୂପ। ଲୋକ ସଂସ୍କୃତି ମହାରଣ୍ୟ ତୁଲ୍ୟ। ଅରଣ୍ୟରେ ଅଜସ୍ର ବୃକ୍ଷଲତା ସବୁ ବୃକ୍ଷକୁ ଚିହ୍ନିବା ସମ୍ଭବ ନୁହେଁ। ତଥାପି ବିପର୍ଯ୍ୟୟ ଅରଣ୍ୟର ସାମୂହିକ ସବୁଜିମା ନେତ୍ର ପାଇଁ ପ୍ରୀତିପ୍ରଦ ହୋଇଥାଏ। ସେହିପରି ଲୋକ ସଂସ୍କୃତିର ମହାରଣ୍ୟ ପରିକ୍ରମା କଲେ ସବୁ ସମ୍ପଦକୁ ଚିହ୍ନାଇବା ସମ୍ଭବ ହୋଇନଥାଏ। ଏହାର ପରିସର ଅତି ବ୍ୟାପକ ଓ ସୁଦୂର ପ୍ରସାରୀ। ସମୁଦ୍ରକୁ ଆଣି ମାଠିଆରେ ରଖିବା ଯେପରି ଧୃଷ୍ଟତା, ସେହିପରି ସଂସ୍କୃତିର ବିଶାଳ ରୂପରାଶିକୁ ସଂକ୍ଷିପ୍ତ ଆଲୋଚନା ପରିସରରେ ଉପସ୍ଥାପନ କରିବା କଷ୍ଟକର ବ୍ୟାପାର। ସଂସ୍କୃତି ଏକ ଚିରନ୍ତନ ଫସଲ। ସଂସ୍କୃତିକୁ ବାଦ ଦେଲେ ସାହିତ୍ୟର ସ୍ଥିତି ନାହିଁ। ସାହିତ୍ୟ ହେଉଛି ସଂସ୍କୃତି ପ୍ରବାହର ଗତିଧାରା। ସଂସ୍କୃତି ଚଳନଶୀଳ, ସାହିତ୍ୟ ଏହାର ଗତି। ସଂସ୍କୃତି ହେଉଛି ଲିପି, ସାହିତ୍ୟ ଏହାର ମୁଖପତ୍ର। ସମାଜ ସହିତ ଉଭୟର ସମ୍ପର୍କ ଅତି ଘନିଷ୍ଠ।
ସଂସ୍କୃତିର ନିୟାମକ ନହେଲେ ମଧ୍ୟ ସାହିତ୍ୟ ହେଉଛି ସଂସ୍କୃତିର ଅନ୍ୟତମ ପରିମାପକ। ସମାଜର ଚଳଣି ଆଉ ଚମକ ସଂସ୍କୃତିରେ ଧରାଦିଏ, କିନ୍ତୁ ସଂସ୍କୃତି ଏହାକୁ ଯେତିକି ଭାବରେ ଧରି ନପାରେ ତା ଅପେକ୍ଷା ଅଧିକ ଭାବରେ ଧରି ରଖେ ଏହାକୁ ସାହିତ୍ୟ। ତେଣୁ ସଂସ୍କୃତି ସାହିତ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସାମାଜିକ ମଣିଷର ତୀବ୍ର ସଂସ୍କାରବୋଧ ଏବଂ ଉତ୍ତମ ଆଚରଣଗତ ମର୍ଯ୍ୟାଦା ହିଁ ସଂସ୍କୃତି। ଏହା ମଣିଷ ମାନସର କ୍ରମଶୋଧନ ବୃତ୍ତିର ଏକ ପରିପ୍ରକାଶ। ଆଲୋଚକ ମତରେ ସଂସ୍କୃତି ହୃଦୟର ଅର୍ଘ୍ୟ ଥାଳି, ମହନୀୟ ଦିବ୍ୟ ଚେତନାର ଏହା ଜନନୀ। ଜାନ୍ତକ ସ୍ତରରୁ ମୁକ୍ତି ପାଇଁ ଏହା ମଣିଷର ଅଭିପ୍ସା ଓ ତଜ୍ଜନିତ ତପସ୍ୟାର ଦ୍ୟୋତନା। ସଂସ୍କୃତି ଭିତରେ ଗୋଟିଏ ଜାତିର ଅନ୍ତରାତ୍ମା ସ୍ପନ୍ଦିତ ହୁଏ, ତାର ଆଭିମୁଖ୍ୟ, ଦୃଷ୍ଟିକୋଣ ଓ ଆଦର୍ଶ ବ୍ୟଞ୍ଜିତ ହୁଏ। ଏହା ଗୋଟିଏ ଜାତିର ଏକକ ସ୍ୱାତନ୍ତ୍ର୍ୟର ସ୍ମାରକୀ। ପ୍ରକୃତିର ବିବର୍ତ୍ତନ ପରି ସଂସ୍କୃତିର ପରିବର୍ତ୍ତନ ମଧ୍ୟ ସଂଘଟିତ ହୁଏ। ଏହାର ପ୍ରସାରିତ ଅୟନରେ ମଣିଷର ବୌଦ୍ଧିକତା, ସଞ୍ଜାତ ବିଚାରବୋଧ ଓ ହୃଦୟର ସୌକୁମାର୍ଯ୍ୟ ଓ ମନର ଶ୍ୟାମଳିମା ଫୁଟି ଉଠେ। ଏହି ବିଚାରବୋଧ ଉପରେ ଯଦି ଲୋକସାହିତ୍ୟକୁ ପର୍ଯ୍ୟାଲୋଚନା କରାଯାଏ, ତେବେ ଓଡ଼ିଆ ଲୋକସଂସ୍କୃତିର ସୁବିସ୍ତୃତ ଗତିଭଙ୍ଗୀ ଲୋକସାହିତ୍ୟର ହିଁ ସ୍ଥାନ ପାଇଥିବା ଲକ୍ଷ୍ୟ କରାଯିବ। ଓଡ଼ିଆ ଜାତିର ଯାବତୀୟ ଓଡ଼ିଆତ୍ୱ କେବଳ ଲୋକସଂସ୍କୃତି ଭିତରେ ଭରି ରହିଛି। କାରଣ ଓଡ଼ିଶା ଉପରେ ବୈଦେଶିକ ଆକ୍ରମଣ ଓ ପାଶ୍ଚାତ୍ୟ ଶାସନ ହେତୁ ଓଡ଼ିଶାର ସାଂସ୍କୃତିକ ଗତିଭଙ୍ଗୀରେ ଅନେକ ପରିବର୍ତ୍ତନ ଦେଖାଦେଲା। କିନ୍ତୁ ଓଡ଼ିଆ ଚଳଣିର ମୌଳିକତା ଓଡ଼ିଆ ଲୋକସାହିତ୍ୟରେ ପ୍ରମୂର୍ତ୍ତ ଥିଲା। ତତ୍କାଳୀନ ସମୟ ସାମ୍ପ୍ରତିକ ସମୟ ମଧ୍ୟରେ ଓଡ଼ିଆ ଲୋକଚାରାରେ ବହୁ ପରିବର୍ତ୍ତନ ସାଧିତ ହୋଇଛି। କିନ୍ତୁ କୃଷିଭିତ୍ତିକ ଓଡ଼ିଶାର ଚଳଣିର ପ୍ରକୃତ ପ୍ରତିରୂପ ହିଁ ଲୋକସଂସ୍କୃତି। ଓଡ଼ିଆ ଲୋକସଂସ୍କୃତିର ଉପଯୁକ୍ତ ପ୍ରତିଲିପି ଓଡ଼ିଆ ଲୋକସାହିତ୍ୟ। ଗୀତ, ଗଳ୍ପ, ଢଗଢ଼ମାଲି, ପ୍ରବାଦ, ପ୍ରବଚନ ଓ ଲୋକନାଟକ ଇତ୍ୟାଦିର ପ୍ରତ୍ୟେକ ବିଭାଗରେ ସ୍ଥାନ ପାଇଛି ଓଡ଼ିଆ ସଂସ୍କୃତିର ପ୍ରକୃଷ୍ଟ ରୂପ। ଓଡ଼ିଆର ଚାଲିଚଳଣି, ଆଚାର ବିଚାର, ଧର୍ମଧାରଣା, ଆଧ୍ୟାତ୍ମିକ ଅନୁଚିନ୍ତା, ବ୍ୟକ୍ତିଗତ ପାରିବାରିକ ଓ ସାମାଜିକ ଚଳଣି, ଓଷାବ୍ରତ, ଧର୍ମାଚାର, ପୂଜା ପାର୍ବଣ, ପର୍ବପର୍ବାଣୀ, ଶିକ୍ଷା ସଭ୍ୟତା, କୃଷି, ବାଣିଜ୍ୟ, ଓଡ଼ିଆ ଜନଜୀବନର କ୍ରୀଡ଼ା କୌତୁକ, ହାସ୍ୟ, କାରୁଣ୍ୟ, ବିବାଦ ସମସ୍ୟା, ଜାତି ଅଜାତି ଇତ୍ୟାଦିର ସମସ୍ତ ପ୍ରକାରର ଅନୁଭବର ନିର୍ଭୁଲ ଦଲିଲ ହେଉଛି ଓଡ଼ିଆ ଲୋକସାହିତ୍ୟ। ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ପ୍ରେକ୍ଷାପଟର ସବିସ୍ତୃତ ବିବରଣୀ ଆଲୋଚିତ ଏବଂ ଆଲୋକିତା। ମଣିଷ ଯେତେ ଶିକ୍ଷିତ ହେଲେ ବି, ସଭ୍ୟତା ଯେତେ ଅଗ୍ରଗତି କଲେ ବି ଲୋକସଂସ୍କୃତି ପାରମ୍ପରିକ ରୂପରେ ବା ପରିବର୍ତ୍ତିତ ରୂପରେ ନିଜର ପ୍ରଭାବ ବଜାୟ ରଖିଥାଏ। ନୃତତ୍ତ୍ୱବିତ୍ ଉଇଲିୟମ ବାସ୍କମଙ୍କ ମତରେ ଲୋକସଂସ୍କୃତି ମୁଖ୍ୟତଃ ଚାରୋଟି ମହାନ ଉଦ୍ଦେଶ୍ୟ ସାଧନ କରେ। ପ୍ରଥମତଃ, ଏହା ଆନନ୍ଦ ପ୍ରଦାନ କରେ। ଅନେକ ସମୟରେ ଏହି ଆନନ୍ଦ ପ୍ରଦାନ ପ୍ରକ୍ରିୟା ମଧ୍ୟରେ ଗଭୀର ତାତ୍ପର୍ଯ୍ୟ ନିହିତ ଥାଏ। ଲୋକସଂସ୍କୃତି ମଣିଷକୁ କଳ୍ପନା ରାଜ୍ୟକୁ ନେଇଯାଇ ତାର ଭୌଗୋଳିକ ପରିବେଶ ଓ ଜୈବିକ ଅପୂର୍ଣ୍ଣତାରୁ ସାମୟିକ ମୁକ୍ତି ଦିଏ। ଦ୍ୱିତୀୟତଃ, ଏହା ସାମାଜିକ ଅନୁଷ୍ଠାନ ଓ କ୍ରିୟାକର୍ମାଦିର ଯଥାର୍ଥତା ପ୍ରତିପାଦନ କରେ। ତୃତୀୟତଃ, ଏହା ସମାଜରେ ଶିକ୍ଷାର ପ୍ରସାର ଘଟାଏ। ରୂପକଥା ମାଧ୍ୟମରେ ନୀତିଶିକ୍ଷା ଦିଏ। ପ୍ରବାଦ, ପ୍ରବଚନ ଓ ଢଗଢ଼ମାଲି ମାଧ୍ୟମରେ ଦୋଷ ତ୍ରୁଟିର ନିରାକରଣ କରିବା ସଙ୍ଗେ ସଙ୍ଗେ ସଠିକ୍ ବାଟରେ ନିର୍ଦ୍ଦେଶ ଦିଏ। ଚତୁର୍ଥତଃ, ସାମାଜିକ ଚଳଣିକୁ ବଜାୟ ରଖି ସାମାଜିକ ସ୍ଥିରତା ପ୍ରତିଷ୍ଠାରେ ସାହାଯ୍ୟ କରେ। ଏଥିମଧ୍ୟରୁ ଆନନ୍ଦ ପ୍ରଦାନ, ଶିକ୍ଷାର ପ୍ରସାର, ଦୋଷ ତ୍ରୁଟିର ନିରାକରଣ ଆଦି ଲୋକସଂସ୍କୃତିର କାର୍ଯ୍ୟ ଯେକୌଣସି ସମାଜର ଅଭିଳଷିତ ବିଷୟ। ତେଣୁ ଫ୍ରାନ୍ସିସ୍ ଭଟଲିଙ୍କ ମତରେ ଲୋକସଂସ୍କୃତି ପୃଥିବୀର ସର୍ବତ୍ର ପୂର୍ଣ୍ଣାଙ୍ଗ ମଣିଷ ଓ ପୂର୍ଣ୍ଣାଙ୍ଗ ସମାଜ ଗଢ଼ିବାରେ ସାହାଯ୍ୟ କରେ। ଲୋକସଂସ୍କୃତିର ମୂଳଦୁଆ ଉପରେ ସମଗ୍ର ମାନବ ସଭ୍ୟତା ଗଢ଼ି ଉଠିଛି। ଏହା ଐତିହାସିକ, ସାମାଜିକ, ନୃତାତ୍ତ୍ୱିକ ଓ ନାନ୍ଦନିକ ମୂଲ୍ୟ ଅକଳନିଆ ପୃଥିବୀର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ। ଲୋକସଂସ୍କୃତି ମଧ୍ୟରେ ସାମ୍ୟ ଦେଖିଲେ ଏହାର ଆନ୍ତର୍ଜାତିକ ଗୁରୁତ୍ୱ ଅନୁଭବ କରିହେବ। ଲୋକସଂସ୍କୃତିର ବ୍ୟାପକତା। ଲୋକସଂସ୍କୃତିର ପରିସର ଦର୍ଶାଇବାକୁ ଯାଇ ଲଣ୍ଡନର ଫୋକ୍ଲୋର ସୋସାଇଟି ଲୋକ ଉପାଦାନର ଏକ ଦୀର୍ଘ ତାଲିକା ଦେଇଛନ୍ତି।
ମୁଖ୍ୟତଃ ଅନଗ୍ରସର ଶ୍ରେଣୀର ପାରମ୍ପରିକ ଅନୁଷ୍ଠାନ, ସାମାଜିକ ପ୍ରଥା, ବିଶ୍ୱାସ, କଳା, କାହାଣୀ, ଗୀତ ଓ ଲୋକୋକ୍ତି ଏହାର ଅନ୍ତର୍ଗତ। ଲୋକବିଶ୍ୱାସ ସାଧାରଣତଃ ସଜୀବ ଓ ନିର୍ଜୀବ ପ୍ରକୃତି ବିଷୟକ। ଲୋକଚଳଣି ଓ ମଣିଷ ସୃଷ୍ଟିବସ୍ତୁ ବିଷୟକ ଅତି ପ୍ରାକୃତିକ ଜଗତ ଓ ତା ପ୍ରତି ମଣିଷର ପ୍ରତିକ୍ରିୟା ସମ୍ପର୍କିତ। ଯାଦୁ ଓ ଡାହାଣୀ ବିଦ୍ୟା ବିଷୟକ। ଭୂତପ୍ରେତ ଓ ପରୀ ବିଷୟକ। କୁହୁକ ମନ୍ତ୍ର, କବଚ ଭାଗ୍ୟ ଓ ଶକୁନ ବିଷୟକ। ରୋଗ ଓ ମୃତ୍ୟୁ ବିଷୟକ ହୋଇପାରେ। ପୁଣି ବିବାହ, ଉତ୍ତରାଧିକାର, ଶୈଶବ, ବୟଃପ୍ରାପ୍ତି, ମୃତ୍ୟୁ ଶବସତ୍କାର, ବିଭିନ୍ନ ଉତ୍ସବ, ଯୁଦ୍ଧ ବିଗ୍ରହ, ଶିକାର, ମାଛଧରା, ଗୋପାଳନ, ଚାଷ ଆଦି ସହ ଜଡ଼ିତ ବିଭିନ୍ନ ପ୍ରଥା ଓ କ୍ରିୟାକର୍ମ ଏହାର ଅନ୍ତର୍ଗତ। ପୁରାଣ, କାହାଣୀ, କିମ୍ବଦନ୍ତୀ, ଗୀତ, ନୃତ୍ୟ, ପ୍ରବାଦ, ପ୍ରବଚନ, ନାଁ ଦିଆ, ପିଲାଭୁଲାଣି ଗୀତ ଓ ସ୍ଥାନୀୟ କିମ୍ବଦନ୍ତୀ ମଧ୍ୟ ଏହାର ଅନ୍ତର୍ଗତ। ଅବଶ୍ୟ ଲୋକଙ୍କ ସଂସ୍କୃତିରେ ଗଢ଼ି ଆସୁଥିଲେ ହେଁ ଏଗୁଡ଼ିକ ଲୋକ ସଂସ୍କୃତିର ଅନ୍ତର୍ଗତ ହେବ। ଏତଦ୍‌ବ୍ୟତୀତ ପ୍ରଚଳିତ ଥଟ୍ଟା ତମାସା, ମନ୍ତ୍ର ଆଶୀର୍ବଚନ, ଅଭିଶପୋକ୍ତି, ଲୋକ ଔଷଧ, ବାଦ୍ୟଯନ୍ତ୍ର, ସଙ୍ଗୀତ, ବ୍ୟକ୍ତି ବା ସ୍ଥାନର ନାମକରଣ, ଖାଦ୍ୟ, ବୟନଶିଳ୍ପ, ଗୃହ ନିର୍ମାଣ, ବଡ଼ଘେରା ଆଦିକୁ ଆଲାନ୍ ଡାଣ୍ଡିଜ୍ ଲୋକ ସଂସ୍କୃତିର ଅନ୍ତର୍ଗତ କରିଛନ୍ତି। ଏଥିରୁ ସହଜରେ ଲୋକ ସଂସ୍କୃତିର ବ୍ୟାପକତା ତଥା ଜନାଦୃତି ଅନୁମେୟ। ଆଜିର ଭିଡ଼ିଓଟି ଏ ପର୍ଯ୍ୟନ୍ତ ଥିଲା। ଯଦି ଆପଣମାନେ ନୂଆ କରି ମୋ ଚ୍ୟାନେଲକୁ ଆସିଛନ୍ତି, ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଓ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ।